ବର୍ଷକ ହେଉଛି 12 ମାସ। ଏହି 12 ମାସରେ ଓଡ଼ିଶାରେ 13 ପର୍ବ ହୋଇଥାଏ। ସେଥିମଧ୍ୟରୁ ଖୁଦୁରୁକୁଣୀ ହେଉଛି ଅନ୍ୟତମ। ଆଉ ଏଥିପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ଗାଁରେ ଚଳଚଞ୍ଚଳ ହୋଇପଡ଼ିଛି। ଆମେ ସେଇ ଅଛୁ ସୋଗର ଗ୍ରାମର ସୋଗର ପାଟଣା ସାହିରେ। ଆସନ୍ତୁ ସିଧାସଳଖ ପଚାରି ବୁଝିବା କିପରି ଭାବରେ ତାଙ୍କର ଏଇ ଯେଉଁ ଖୁଦୁରୁକୁଣୀ ଶେଷ ପାଳି ପ୍ରସ୍ତୁତ କରିଛନ୍ତି, କେମିତି କ'ଣ ପାଳୁଛନ୍ତି। ପ୍ରଥମେ ଆପଣଙ୍କୁ ଢେଙ୍କାନାଳରେ ସ୍ୱାଗତ। ଆପଣଙ୍କ ପରିଚୟ ଟିକେ କହିବେ। ମୋ ନାଁ ସୁଜାତା ମହାରଣା। ମୁଁ ସୋଗର ଗାଁର ସୋଗର ପାଟଣାରେ ରହେ। ଆମର ଏଠି ଖୁଦୁରୁକୁଣୀ ବହୁତ ଭଲ ଭାବରେ ହୁଏ। ଆମର 3 ପାଳି ହେଇସାରିଲାଣି, ବହୁତ ଭଲରେ ହେଲା। ଆଜି ଲାଷ୍ଟ ପାଳି ମା ପଳେଇବେ, ବହୁତ ଭଲ ଦୁଃଖ ଲାଗୁଛି। ତଥାପି ଆମେ ବହୁତ ଭଲରେ କରିଛୁ। ଆମର ଆଜି ରାତି 11:30 ଉଠିକି ସମସ୍ତେ ଫୁଲ ତୋଳିଲେ। ଆଉ ଆସିକି ସକାଳୁ ସମସ୍ତେ ଫୁଲ ତୋଳିଲେ। ତାପରେ ଆମର ସବୁ ସଜାସଜି ହେଲା। ଆମେ ଗୋଟେ ବେଳେ ଗଲୁ, ସମସ୍ତେ ବାଲୁଙ୍ଗା ପୂଜା ଦେଲୁ। ଯେଉଁ ଫୁଲ ଫଳବ ଯାହା ଥିଲା ଆମେ ବାଲୁଙ୍ଗା ପୂଜା ଦେଲୁ। ତାପରେ ଆସିଲୁ, ଆମେ ଯାହା ପୂଜା କରିବା କଥା ଦ୍ୱିପହର ପୂଜା କଲୁ। ତାପରେ ଆମେ ଆସିକି ପୁଣି ସନ୍ଧ୍ୟାବେଳେ ପୁଣି ଯାହା ସଜାସଜି କରି ପୁଣି ବାହାରି ଆସି ମାଆଙ୍କ ପୂଜାରେ ଲାଗିଗଲୁ। ଏବେ ଆମେ ଯାଇକି ସବୁ ମେଢ଼ ଯାଇକି ବୁଲି ପୂଜା କରିକିନା ମାଆଙ୍କୁ ଆମେ ଏବେ ଆମ ମାଆଙ୍କୁ ପୂଜା କରିବୁ। ଆଉ ଏଇ ବର୍ଷ ଯାହା ହେଲା, ଆର ବର୍ଷ ଆଉ ଥରେ ଭଲ କରିବୁ, ଆଉ ଟିକେ ଭଲ କରିବାକୁ। ଆପଣମାନେ ଶୁଣୁଥିଲେ କିପରି ଭାବରେ ଆମର ଝିଅ କହୁଥିଲେ ଯେ ବେଶ ଧୁମଧାମରେ ସେ ଏଇ ବର୍ଷ ଖୁଦୁରୁକୁଣୀ ପାଳନ କରୁଛନ୍ତି ଏବଂ ପ୍ରତିବର୍ଷ ଏଇଭଳି ଭାବରେ ସେ ପାଳନ କରି ଆସୁଥିବେ। ଆପଣମାନେ ଏଇଭଳି ଆମର ଚ୍ୟାନେଲକୁ ଦେଖୁଥାନ୍ତୁ, ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଥାନ୍ତୁ। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍।